ଆମ ପିଲାବେଳର ନୂଆ ବର୍ଷଟା ଟିକେ ନିଆରା ଥିଲା, ଖାସ୍ କରି ଗାଁରେ। ସେତେବେଳେ ଆଜିକାଲି ଭଳି ଫୋନରେ ହାଲୋ ହାଏ କିମ୍ବା ହ୍ୱାଟ୍ସଆପ୍ର ଜମାନା ନଥିଲା। ସକାଳୁ ଉଠି ସାଙ୍ଗମାନଙ୍କ ସହ ହାତ ମିଳାଇ ହାପି ନ୍ୟୁ ଇୟର୍ କହିବାରେ ଯେଉଁ ଖୁସି ଥିଲା ତାହା ଆଜି କାହିଁ। ମନେ ଅଛି ବାପା ବଜାରରୁ ଆଣିଥିବା ସେ ବ୍ରଏଲର କୁକୁଡ଼ା, ଦିନସାରା ତାକୁ ଟୋକେଇ ଭିତରେ ରଖି ଚାଉଳ ଖୁଦ ଖାଇବାକୁ ଦେଇ ରାତି ପାଇଁ ଆମେ ଜଗି ବସୁଥିଲୁ। ସଞ୍ଜ ହେଲେ ମୋ ଜେଜେମା କୁକୁଡ଼ାଟିକୁ କାଟି ସଫା କରୁଥିଲା, ଆଉ ବୋଉ ହାତର ମସଲା ବଟାରେ ଆରମ୍ଭ ହେଉଥିଲା ରୋଷେଇ। ଚୁଲି ନିଆଁରେ ଟକମକ ହୋଇ ଫୁଟୁଥିବା ସେ ଦେଶୀ ଷ୍ଟାଇଲ ମାଂସ ଝୋଳର ବାସ୍ନା ଯେମିତି ଘର ସାରା ଖେଳି ଯାଉଥିଲା। ଆଉ ତାପରେ ସେ ହାଡ଼ଭଙ୍ଗା ଶୀତୁଆ ରାତିରେ ପୁରା ପରିବାର ଏକାଠି ବସି ଖାଇବାର ସେ ମଜା। ସତରେ ଆଜିକାଲିର ଏ କେକ୍ କଟା ଆଉ 0 ନାଇଟ୍ ସେଲିବ୍ରେସନରେ ସେ ଖୁସି କେଉଁଠୁ ମିଳିବ।